ऐसे तारी तुंड को देखिए देखिए ଆଜ୍ଞା କଣ ପଢିବା କୋଉ ବିଷୟରେ ପଢିବା ପଢିବା ଚଳନ ବିଷୟ। ଚଳନ ହଉଛି କହିଲେ ଦୁଇଟି ଚଳରାଶି ଉପରେ ଥିବା ସମ୍ପର୍କକୁ ନେଇ ବୁଝା। ଧର ଗୋଟେ ଉଦାହରଣ, ଗୋଟିଏ ଚକୋଲେଟର ଦାମ 2 ଟଙ୍କା ହେଲେ ଦୁଇଟି ଚକୋଲେଟର ଦାମ କେତେ ଟଙ୍କା? କେତେ ଟଙ୍କା? 4 ଟଙ୍କା ହେଲା। ଗୋଟିଏ କମଳା ଦାମ ଟଙ୍କାଟିଏ ହେଲେ 5ଟି କମଳାର ଦାମ କେତେ ଟଙ୍କା? କେତେ ଟଙ୍କା? 5 ଟଙ୍କା। ଗୋଟିଏ ପେନ୍ସିଲର ଦାମ 1 ଟଙ୍କା ହେଲେ 3ଟି ପେନ୍ସିଲର ଦାମ କେତେ ଟଙ୍କା? 3 ଟଙ୍କା। ଯେତେବେଳେ ଦୁଇଟି ଚଳରାଶି ସମାନ ଅନୁପାତରେ ବଢୁଥାଏ, ସମାନ ଅନୁପାତରେ ବଢୁଥାଏ ଅର୍ଥାତ୍ ସେମାନଙ୍କର ଅନୁପାତ x ବିଭକ୍ତ y ଯେତେବେଳେ ସର୍ବଦା ସମାନ ରୁହେ, ସମାନ ରହେ, ସେହି ପ୍ରକାର ଚଳନକୁ ଆମେ କହିବା କଣ? ସଳଖ ଚଳନ। ଅର୍ଥାତ୍ ଗୋଟେ ପେନ୍ସିଲର ଦାମ ଯଦି ହେଲା 3 ଟଙ୍କା, 2ଟି ପେନ୍ସିଲର ଦାମ କେତେ? 6 ଟଙ୍କା। 3ଟି ପେନ୍ସିଲର ଦାମ କେତେ? ଯେମିତି ପେନ୍ସିଲ ସଂଖ୍ୟା ବଢୁଛି ଦାମ ବି ବଢୁଛି। ସେ ପ୍ରକାର ଚଳନକୁ ଆମେ ସବୁବେଳେ କହିବା କଣ? ତାହା ହେଉଛି ଏକ ସଳଖ ଚଳନ। ଏହାର ବ୍ୟତିକ୍ରମରେ ଗୋଟିଏ ଚଳନ ଅଛି, ସେଟା ହେଲା ପ୍ରତିଲୋମୀ ଚଳନ। ଅର୍ଥାତ୍ କଣ ନା ଗୋଟେ ରାଶି ଚଳରାଶି ଯଦି ବଢୁଥିବ, ଗୋଟେ ଚଳରାଶି କଣ ହବ ନା କମି। ଉଦାହରଣ ସ୍ୱରୂପ କଣ ନା ମୁଁ ଧରେ ଘଣ୍ଟାକୁ 40 କିଲୋମିଟର ସ୍ପିଡରେ ଗଲେ ଭଦ୍ରକରେ ପହଞ୍ଚୁଛି 2 ଘଣ୍ଟା। ଘଣ୍ଟାକୁ ଯଦି 80 କିଲୋମିଟର ସ୍ପିଡରେ ଯିବି ତାହେଲେ ମୋ ସମୟ ଲାଗିବ କଣ? ବେଶୀ ନା କମ? କମ ଲାଗିବ। ଯଦି ବେଗ ବଢିଲା ସମୟ କମିବ, ବେଗ କମିଲେ ସମୟ ବଢିବ। ସେ ପ୍ରକାରର ଚଳନକୁ କହନ୍ତି ପ୍ରତିଲୋମୀ ଚଳନ। ଆମେ ପର ଶ୍ରେଣୀରେ ଏ ବିଷୟରେ ଆଲୋଚନା କରିବା। ଏବେ ଆମ ପାଖରେ ଗୋଟିଏ ଟେବୁଲ ଅଛି, ଦେଖ x ର କିଛି ମୂଲ୍ୟ ଦେଇଛି, y ର କିଛି ମୂଲ୍ୟ ଦେଇଛି। ଧର ଉଦାହରଣ ଆମେ ଦେଖିଲେ 12/72 କାଟିଦେଲେ 12 କେ 12 1200 କେତେ ହେଲା? 1/6। ତାପରେ ରାଶିକି ଯିବା, ଗୋଟେ ଦେଇଛି 8, ଗୋଟେ ଦେଇଛି 48। 8 ବିଭକ୍ତ 48, 8 କେ 8 800 ଶେଷ ମାନ ହେଲା କେତେ? 1/6। ତାପରେ ଦେଇଛି 36 ବିଭକ୍ତ 216 କାଟିଦେଲେ 636, ଏଠି କାଟିଦେଲେ କେତେ ନା 36 18 3 21 36 636 ଫେର କାଟିଲେ 6 କେ 6 1/6। ଦେଖ ଏଠି ମଧ୍ୟ ହେଲା 1/6, ଏଠି ମଧ୍ୟ ହେଲା 1/6, ଏଠି ମଧ୍ୟ ହେଲା 1/6। ତେଣୁ ପ୍ରତ୍ୟେକ କ୍ଷେତ୍ରରେ ଏଇ ଅନୁପାତଟା କେଟା ସମାନ ରହିଛି। ତେଣୁ କଣ ନା ଏହା ଏକ ସଳଖ ହେଲା। ଏହିପରି ଆମ ବହିରେ ଅନେକ ଗୁଡ଼ିଏ ଉଦାହରଣ ଅଛି, ଆମେ ତାକୁ ନବା ଦେଖିବା। ଗୋଟେ ହେଲା ଅଛି ଦେଖ x/y ଶେଷ ମାନ 2/4, 3/9, 4/16, 2/4, 3/9 ଆଉ ହଉଛି କଣ ନା 4/16। 2 ଆଉ ଗୋଟେ କେତେ ଅଛି ତା ତଳକୁ 3, ତାପରେ କେତେ ଅଛି? ତାପରେ କେତେ ଅଛି? 2/4 ମୁଁ ଲେଖିଦେଲି 2 3, ତା ତଳ କେତେ ଅଛି? 9, ତାପରେ କେତେ ଅଛି ଦେଖିଦବା 4 16 4 16। यार अनुपातକୁ ଆମେ ଯଦି ବାହାର କରନ୍ତି ଆମେ ଦେଖିବାକୁ ପାଇବା କଣ? ଇଏ ହେଲା x, ଇଏ ହେଲା y। ତାହେଲେ x/y ସମାନ 2/4 ସମାନ 1/2। ଏଠି ଯେତେବେଳେ ଯିବା x/y ସମାନ 3/9 ସମାନ 3 କେ 3 3 3 1/2। ତୃତୀୟ କେସକୁ ଯିବା x/y ସମାନ 4/16 ସମାନ 1/4। ଏଠି ହେଲା ଅନୁପାତ 1/2, ଏଠି ହେଲା 1/3, ଏଠି ହେଲା 1/4। ସମାନ ହେଲା କି? ସମାନ ନୁହେଁ। ଲେଖିବା ସେଇଆ, ଏଠାରେ x/y
ସମାନ ନୁହେଁ। ତେଣୁ ଏହା ଚଳକ ଚଳନ ନୁହେଁ। ବୁଝିପାରିଲ ନା ନାଇଁ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଘରୁ କରି ଆସିବ।